ଆପଣଙ୍କର ଯଦି ଧନୁରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଧନୁରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ଡିସେମ୍ବର ମାସରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ଧନୁରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ କମେଣ୍ଟରେ ଜୟ ଶନିଦେବ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ଧନୁରାଶିର ପ୍ରାଥମିକ କଥା ତ ଧନୁରାଶିର ବ୍ୟକ୍ତିବିଶେଷ ହେଉଛନ୍ତି ବହୁତ ସରଳ ଏବଂ ସାହସୀ ମଧ୍ୟ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ତେଣୁ ଧନୁରାଶିର ବ୍ୟକ୍ତିବିଶେଷଙ୍କର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯାହାକି ଆପଣଙ୍କର ପଞ୍ଚମ ଭାଗରେ ଉଚ୍ଚ ସ୍ଥାନରେ ବିରାଜମାନ କରିଛନ୍ତି, ଯାହା ଆପଣଙ୍କ ପାଇଁ ବହୁତ ସୁଖ ଏବଂ ଧନ ପ୍ରାପ୍ତ କରାଇବେ। ଦେଖନ୍ତୁ, ଦେବଗୁରୁ ବୃହସ୍ପତି ହେଉଛନ୍ତି ଆପଣଙ୍କର ଧନର ପ୍ରତୀକ ଯାହାକୁ କୁହନ୍ତି ବା କୁବେର ଦେବଙ୍କର ସଂକେତ ମଧ୍ୟ କୁହନ୍ତି। ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗରେ ବିରାଜମାନ କରିଛନ୍ତି, ଫଳରେ ଆପଣଙ୍କର ଜ୍ଞାନ ଏବଂ ଧନ ବୃଦ୍ଧି ହେବ। କିନ୍ତୁ ଆପଣ ଯଦି ଧନକୁ ସଠିକ୍ ମାର୍ଗରେ ଲଗାଇ ପାରିବେ ତେବେ ତାହା ବୃଦ୍ଧି ହେବ, ନଚେତ୍ ଆପଣ ଯଦି ସେଭିଂ ଖାଲି କରିବେ ତାହା ବୃଦ୍ଧି କେବେ କଦାପି ହେବ ନାହିଁ। କିନ୍ତୁ ଦେଖନ୍ତୁ, ଦେବଗୁରୁ ବୃହସ୍ପତି ଆପଣଙ୍କର ଧନ ଏବଂ ଜ୍ଞାନ ମଧ୍ୟ ବଢ଼ାଇବେ ଏବଂ ଆପଣଙ୍କର ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ତାହାକୁ ମଧ୍ୟ ଦୂର କରାଇବେ। ଖାସ୍ କରି ଦେବଗୁରୁ ବୃହସ୍ପତି ପାରିବାରିକ କ୍ଷେତ୍ରରେ ଆପଣଙ୍କର ଯଦି ସ୍ୱାମୀ ସ୍ତ୍ରୀଙ୍କ କ୍ଷେତ୍ରରେ ହେଉ ବା ଲଭ୍ ଲାଇଫ୍ କ୍ଷେତ୍ରରେ ହେଉ ଆପଣଙ୍କର ବହୁତ ମାତ୍ରାରେ ବାଧାବିଘ୍ନ ସୃଷ୍ଟି ହେଉଥିଲା ସେଗୁଡ଼ିକ ଦୂର କରିଦେବେ। ଆପଣଙ୍କର ଯଦି କୌଣସି ପୁତ୍ର ବା କୌଣସି ସନ୍ତାନ ମଧ୍ୟ ଅଛନ୍ତି ତେବେ ଆପଣଙ୍କର ସନ୍ତାନମାନେ ବହୁତ ଶାନ୍ତ ଏବଂ ସରଳ ମଧ୍ୟ ହେବେ ଏବଂ ବହୁତ ମାତ୍ରାରେ ଭଗବାନଙ୍କର ଆରାଧନା ମଧ୍ୟ କରିବେ। ଏହି ଦେବଗୁରୁ ବୃହସ୍ପତି ଆପଣଙ୍କର ଗୁରୁସ୍ଥାନରେ ରହି ଆପଣଙ୍କୁ ଡିସେମ୍ବର ମାସଟି ବହୁତ ମାତ୍ରାରେ ଭଲ ଭାବରେ କଟାଇବେ। କିନ୍ତୁ ଆପଣଙ୍କର ଦ୍ୱାଦଶ ଘରେ ରାହୁ ଥିବାରୁ କିଛି ମାତ୍ରାରେ ଆପଣଙ୍କର ଜୀବନରେ ଏହି ଡିସେମ୍ବର ମାସଟି ଅଘଟଣ ହୋଇପାରେ। ତେଣୁ ରାହୁଙ୍କ କଥା ତ ପଛେ ଆଲୋଚନା କରିବା। ଏବେ ଆମେ ଦେଖିବା ଶନି ଆପଣଙ୍କର କେଉଁଠାରେ ଅଛନ୍ତି। ଦେଖନ୍ତୁ, ଶନି ଆପଣଙ୍କର ନବମ ଘରେ ଅଛନ୍ତି। ନବମ ଘରେ ଶନି ଥିବାରୁ ଆପଣଙ୍କ ଉପରେ କିଛି ତ ଫଳପ୍ରଦ ହେବ ନାହିଁ ସେତେ ମାତ୍ରାରେ, କିନ୍ତୁ ଶନିଙ୍କର ଆପଣଙ୍କ ଉପରେ ଯଥେଷ୍ଟ ମାତ୍ରାରେ ପ୍ରଭାବ ପଡ଼ିବ। ଯେମିତିକି ଆପଣଙ୍କର କର୍ମ ଉପରେ ଶନିଙ୍କର କିଛି ମାତ୍ରାରେ ପ୍ରଭାବ ପଡ଼ିପାରେ, ନଚେତ୍ ଆପଣ ଯଦି କୌଣସି ଗରିବ ବ୍ୟକ୍ତି ହେଉ ବା କୌଣସି ଦାରିଦ୍ର ବ୍ୟକ୍ତି କି ହେଉ ଆପଣ ଦାନ କରନ୍ତି, ଆପଣଙ୍କ ଦ୍ୱାରା ଯେକୌଣସି ମାତ୍ରାରେ ସମ୍ଭବ ଆପଣଙ୍କ ଦ୍ୱାରା ଯେଉଁପରି ଭାବରେ ସମ୍ଭବ ହୋଇପାରେ ଆପଣ ଯେମିତିକା ଦାନ କରନ୍ତି ଆପଣଙ୍କ କର୍ମ ଅନୁଯାୟୀ ଆପଣଙ୍କୁ ଫଳପ୍ରଦ ମଧ୍ୟ କରାଇବେ। ଶନିଙ୍କର ଚଳନ ଫଳରେ ମଧ୍ୟ ଆପଣ ଜମି ମଧ୍ୟ କ୍ରୟ କରିବାର କୌଣସି ସଂକେତ ମିଳୁଅଛି ଏବଂ ଆପଣ କୌଣସି ଯାନବାହନ କ୍ରୟ କରିବାର ମଧ୍ୟ ଆପଣଙ୍କୁ କୌଣସି ଯାନବାହନ ମଧ୍ୟ କ୍ରୟ କରିପାରିବାର ସମ୍ଭାବନା ଅଛି ଏବଂ ଆପଣଙ୍କର ଯଦି କୌଣସି ପୈତୃକ ସମ୍ପତ୍ତି ମଧ୍ୟ ଥିଲା ତାହାକୁ ମଧ୍ୟ ପ୍ରାପ୍ତ କରିବାର ଅଛି। କିନ୍ତୁ ଆପଣ ଯଦି କୌଣସି ଆପଣ କୌଣସି ଜମିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ହେଉ କିମ୍ବା କୌଣସି ବ୍ୟକ୍ତିଙ୍କ ସହ କଳିକଜିଆରେ ସମ୍ପୂର୍ଣ୍ଣ ଭାବରେ ଆପଣ କଳିକଜିଆ ହୋଇଥିଲେ କିମ୍ବା ଆପଣଙ୍କର ମଧ୍ୟରେ କଜିଆ ସୃଷ୍ଟି ହୋଇଥିଲା ଏବଂ ସେହି କଜିଆ ମଧ୍ୟ ଆପଣଙ୍କର କୋର୍ଟ କଚେରୀ ମାମଲାରେ ରହିଥିଲା, ଥାନାରେ ମଧ୍ୟ ଥିଲା, ସେହି କ୍ଷେତ୍ରରେ ଆପଣଙ୍କର ବହୁତ ମାତ୍ରାରେ ଶନି ଆପଣଙ୍କୁ ଫଳପ୍ରଦ କରିବେ ନାହିଁ। ଆପଣଙ୍କ ଯଦି କୌଣସି ଜମି ବାଡ଼ିକୁ ନେଇ ଆପଣ କୋର୍ଟ କଚେରୀ ମାମଲାରେ ଅଛନ୍ତି ତେବେ ଆପଣ ଫଳପ୍ରଦ ହେବେ ନାହିଁ, ଆପଣଙ୍କୁ ବହୁତ ମାତ୍ରାରେ ଲସ୍ ସହିବାକୁ ପଡ଼ିବ। ଥାନାରେ ମଧ୍ୟ ଆପଣଙ୍କର ନାଁଟି ମଧ୍ୟ କେସ୍ ଖାଇବାକୁ ପଡ଼ିବ। ତେଣୁ ଆପଣ ଯଥେଷ୍ଟ ମାତ୍ରାରେ ସାବଧାନ ହୋଇ ରହିଯାଆନ୍ତୁ, କାରଣ ଏହି ଡିସେମ୍ବର ମାସଟି ଶନିଙ୍କର ପ୍ରଭାବ ଅଛି କେବଳ ଆପଣଙ୍କୁ ପୈତୃକ ସମ୍ପତ୍ତିର ପ୍ରାପ୍ତ କରାଇବା ପାଇଁ ଏବଂ ଆପଣଙ୍କ ଭାଇ ମଧ୍ୟରେ ଯଦି କଳିକଜିଆ ସୃଷ୍ଟି ହେଉଥିଲା ସେଗୁଡ଼ିକ ମଧ୍ୟ ଦୂର କରାଇଦେବେ। କିନ୍ତୁ ଆପଣ ଯଦି କୌଣସି ଜମି ଭୂମିକୁ ନେଇ ଯେକୌଣସି ଭୂମିକୁ ନେଇ ଆପଣ କେସ୍ କଚେରୀରେ ବାଦ ବିବାଦ ହୋଇଥାନ୍ତି କିମ୍ବା କୌଣସି ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ମାଧ୍ୟମରେ ଆପଣ କୋର୍ଟ କଚେରୀ ମାମଲାକୁ ଯାଇଥାନ୍ତି କିମ୍ବା ଥାନାକୁ ଯାଇଥାନ୍ତି ତେବେ ସେହି କ୍ଷେତ୍ରରେ ଶନିଙ୍କର ଆପଣଙ୍କ ଉପରେ ସପୋର୍ଟ ଉଠିଯିବ ଏବଂ ଶନି ମଧ୍ୟ ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଇବେ ନାହିଁ, ଯାହାଫଳରେ କି ଆପଣଙ୍କ ଉପରେ କେସ୍ଟି ବଢ଼ିଯିବ ଏବଂ ଆପଣ କେସ୍ ହାରିଯାଇପାରନ୍ତି ମଧ୍ୟ। ଏବେ ଆମେ ଦେଖିବା ଆପଣଙ୍କର ରାହୁ ଯଦି ଅଛନ୍ତି, ଆପଣଙ୍କର ରାହୁ ଅଛନ୍ତି ଦ୍ୱାଦଶ ଘରେ, ଯାହାକି ଆପଣଙ୍କ ଘରେ ବହୁତ ମାତ୍ରାରେ ଆପଣଙ୍କ ଉପରେ ବହୁତ ମାତ୍ରାରେ ଫଳପ୍ରଦ କରାଇବେ ନାହିଁ। କାରଣ ଦେଖନ୍ତୁ,
राहु होउछंती एक भल ग्रह जहाँ को आपण माने खराब भावती अथवा राहु आपनकर भल ग्रह जदि आपनकर अष्टम घरे राहु थांते तेबे आपन को बहुत मात्रा धन प्राप्त कराई थांते किंतु राहु आपनकर द्वादश घरे अछंती द्वादश घरे रहितिबारु आपन को बहुत मात्रा लॉस सह्य पड़िबो ना कोन आपनकर कोनोसी छोटो मोटो आघात होई पारे कोनोसी छोटो मोटो दुर्घटना होई पारे नचेत ए डिसेंबर मासटी आपनकर बहुत मात्रा भलरे घटिबो। स्वास्थ्य रे जदि देखिबा स्वास्थ्य क्षेत्र रे आपनकर अछंती बुध एवं शुक्र स्वास्थ्य क्षेत्र रही बहुत मात्रा रे आपनक जीवनटी सुंदर कराई देबे। आपनकर गैस्ट्रिक जनित समस्या बहुत मात्रा रहउतला आंठु गंठी मध्य बात धरुतला से गुडी को मध्य दूर कराई देबे। देखिबे एही डिसेंबर मास ठारू आपनकर जीवनटी बहुत मात्रा रे परिवर्तन आसीबो एवं आपनकर जो स्वास्थ्य जनित समस्या रहउतला से गुडी को मध्य दूर हेबो। तेनु आपन दुईटी क्षेत्र रे सावधान रहंतु कि कोनोसी जमी को नै कोनोसी भूमि को नहीं आपनकर जो वाद विवाद सृष्टि होता कोनोसी व्यक्ति जदि आपण से व्यक्ति क्षेत्र में थाना को जाती अथवा कौनसी मामला केस करते तेज आपण ही केस लॉस पड़ो एवं आपण केसटा पड़ जाए। तेणु आपण यही क्षेत्र में सावधान रुहतु एवं राहु आपण द्वादश घरे थिबारु आपण को छोट मोट एक्सीडेंट हो पारे। तेणु आपण कौन जानवाहन को धीरे चलांतु एवं एप्रति सावधान रहतु नचेत आपण डिसेंबर मासटी बहुत मात्रा रे भलरे कटिबो एवं भलरे कटिकी रहिबो मध्य। आपण जेते मात्रा पारिबे महादेव मंदिर को यात्रा करंतु जलसाई करंतु बेलपत्र चढ़ातु देखिए आपनकर बहुत मात्रा मंगल घटिबो। आपण जदि पारुछंती समय काढ़ी पारुछंती तेबे हनुमान चालीसा मध्य पाठ करंतु देखिए आपनकर बहुत मात्रा रे मंगल घटिबो। तेबे आपण जदि कुंभ राशि जदि आपण जदि धनु राशि व्यक्ति विषय होइथांती एवं ईश्वर को सच्चा हृदय विश्वास करुथांती तेबे कमेंट रे जय जगन्नाथ जय शनिदेव जय महादेव निश्चय लिखिबे। रहुची धन्यवाद। जय जगन्नाथ।